ରାତି ପ୍ରାୟ 12ଟା। ଆକାଶରେ ଘନ କଳା ବାଦଲ। ବିଜୁଳିର ଆଲୋକରେ ବାରମ୍ବାର ଚମକି ଉଠୁଥିଲା ଶତବର୍ଷ ପୁରୁଣା ରାଜବାଟୀ। ହଠାତ୍ ଧଡ଼ାସ୍ ରାଜବାଟୀର ଉପର ମହଲାରୁ ଭୟଙ୍କର ଶବ୍ଦ ଶୁଣାଗଲା। ଚାକରମାନେ ଦୌଡ଼ି ଉପରକୁ ଗଲେ, କିନ୍ତୁ ଯେଉଁ ଦୃଶ୍ୟ ଦେଖିଲେ ସେମାନଙ୍କ ରକ୍ତ ଥଣ୍ଡା ହୋଇଗଲା। ଜମିଦାର ପରିବାରର ବର୍ଷ ବର୍ଷ ଧରି ବନ୍ଦ ଥିବା କୋଠରୀର ଦ୍ୱାର ଖୋଲା ଥିଲା, କିନ୍ତୁ ଭିତରେ କେହି ନଥିଲେ। କେବଳ ଏକ ପୁରୁଣା ଟେବୁଲ ଉପରେ ଥିଲା ରକ୍ତର ଦାଗ ଲାଗିଥିବା ଏକ ଡାଏରୀ। ଡାଏରୀର ପ୍ରଥମ ପୃଷ୍ଠାରେ ଲେଖା ଥିଲେ, ଯିଏ ଏହାକୁ ପଢ଼ିବ ସେ ଏଇ ରାଜବାଟୀର ସବୁଠାରୁ ବଡ଼ ମିଛକୁ ଜାଣିଯିବ। ସମସ୍ତେ ଭୟରେ ପଛକୁ ହଟିଗଲେ। ସେହି ସମୟରେ ରାଜବାଟୀର ଫାଟକ ସାମ୍ନାରେ ଗୋଟିଏ ଗାଡ଼ି ଆସି ଅଟକିଲା। ଗାଡ଼ିରୁ ଓହ୍ଲାଇଲା ଜଣେ ଯୁବତୀ, ନନ୍ଦିନୀ। ସେ ଜାଣୁନଥିଲେ ଯେ ତାଙ୍କ ବାପା ଶେଷ ଇଚ୍ଛା ତାଙ୍କୁ ଏଇ ରାଜବାଟୀକୁ ଆଣିଛି। ତାଙ୍କ ହାତରେ ଥିଲା ଗୋଟିଏ ପୁରୁଣା ଚିଠି। ଚିଠିରେ ଲେଖାଥିଲା, ମୋ ଝିଅ, ଯଦି କେବେ ଏ ସତ୍ୟ ଜାଣିବାକୁ ଚାହିଁବୁ, ଏଇ ରାଜବାଟୀକୁ ଯିବୁ। ସେଠାରେ ତୋର ଭାଗ୍ୟ ଅପେକ୍ଷା କରିଛି। ନନ୍ଦିନୀ ଧୀରେ ଧୀରେ ରାଜବାଟୀ ଭିତରକୁ ପଶିଲେ। ହଠାତ୍ ପଛରୁ ଗମ୍ଭୀର ସ୍ୱର ଶୁଣାଗଲା, ତୁମେ ଏଠାକୁ କାହିଁକି ଆସିଛ? ନନ୍ଦିନୀ ବୁଲି ଚାହିଁଲେ। କଳା ପୋଷାକ ପିନ୍ଧିଥିବା ଜଣେ ଯୁବକ ଅନ୍ଧାରରେ ଠିଆ ହୋଇଥିଲେ। ତାଙ୍କ ଆଖିରେ ରାଗ, କିନ୍ତୁ ମୁହଁରେ ଗଭୀର ଦୁଃଖ। ନନ୍ଦିନୀ ଜାଣୁନଥିଲେ, ଏହି ଯୁବକ ସେଇ ରାଜବାଟୀର ଯୁବ ଜମିଦାର ଆର୍ୟବୀର। ଏବଂ ସେ ମଧ୍ୟ ଜାଣିନଥିଲେ ଯେ ନନ୍ଦିନୀଙ୍କ ହାତରେ ଥିବା ଚିଠି ତାଙ୍କ ଜୀବନର ସବୁଠାରୁ ବଡ଼ ରହସ୍ୟର ଚାବି। ତୁମେ ଏଠାକୁ କାହିଁକି ଆସିଛ? ଆର୍ୟବୀରଙ୍କ କଠୋର ସ୍ୱର ଶୁଣି ନନ୍ଦିନୀ କିଛି ମୁହୂର୍ତ୍ତ ଚୁପ୍ ରହିଗଲେ। ସେ ଧୀରେ ନିଜ ହାତରେ ଥିବା ଚିଠିଟି ଆଗକୁ ବଢ଼ାଇ କହିଲେ, ଏହା ମୋ ବାପାଙ୍କ ଶେଷ ଚିଠି। ସେ କହିଥିଲେ ଏଇ ରାଜବାଟୀରେ ମୋ ପ୍ରଶ୍ନର ଉତ୍ତର ମିଳିବ। ଚିଠିଟି ଦେଖିବା ମାତ୍ରେ ଆର୍ୟବୀରଙ୍କ ମୁହଁ ରଙ୍ଗ ବଦଳିଗଲା। ଏହି ଚିଠି ତୁମକୁ କିଏ ଦେଲା? ମୋ ବାପା। ସେ ମରିବା। ଆର୍ୟବୀର କିଛି ନ କହି ଚିଠିଟି ଫେରାଇ ଦେଲେ। ଆଜି ରାତିରେ ଏଠାରେ ରୁହ, କିନ୍ତୁ ମନେରଖ, ରାଜବାଟୀର ପଛପଟକୁ କେବେ ଯିବ ନାହିଁ। କାହିଁକି? କାରଣ ସେଠାରେ କିଛି ପ୍ରଶ୍ନର ଉତ୍ତର ମିଳେ, ଆଉ କିଛି ପ୍ରଶ୍ନ ଜୀବନ ନେଇଯାଏ। ନନ୍ଦିନୀଙ୍କ ମନରେ ସନ୍ଦେହ ଆହୁରି ବଢ଼ିଗଲା। ସେହି ରାତିରେ ସେ ଶୋଇପାରିଲେ ନାହିଁ। ହଠାତ୍ ଝରକା ବାହାରେ କାହାର ଛାୟା ଦେଖାଗଲା। ସେ ଦୌଡ଼ି ବାହାରକୁ ଆସିଲେ। ଦୂରରେ ଧଳା ଶାଢ଼ୀ ପିନ୍ଧିଥିବା ଜଣେ ମହିଳା ହାତରେ ଲଣ୍ଠନ ଧରି ଜଙ୍ଗଲ ଆଡ଼କୁ ଚାଲି ଯାଉଥିଲେ। ନନ୍ଦିନୀ ତାଙ୍କ ପଛେ ପଛେ ଦୌଡ଼ିଲେ, କିନ୍ତୁ ହଠାତ୍ ତାଙ୍କ ପାଦ ଖସିଗଲା। ସେ ଏକ ପାହାଡ଼ିଆ ଢାଳ ଭିତରକୁ ପଡ଼ିବାକୁ ଯାଉଥିବା ବେଳେ କେହି ଜଣେ ତାଙ୍କ ହାତ ଧରିଦେଲେ। ଆର୍ୟବୀର, ମୁଁ ତୁମକୁ ମନା କରିଥିଲି। ନନ୍ଦିନୀ ଭୟରେ କମ୍ପି ଉଠୁଥିଲେ। ମୁଁ ଜଣେ ମହିଳାଙ୍କୁ ଦେଖିଲି। ଆର୍ୟବୀର ଚାରିଆଡ଼େ ଚାହିଁଲେ। ସେଠାରେ କେହି ନଥିଲେ। ଏଠାରେ ତ କୌଣସି ମହିଳା ନାହାନ୍ତି। ନନ୍ଦିନୀ ଆଶ୍ଚର୍ଯ୍ୟରେ ପଚାରିଲେ, ତାହେଲେ ମୁଁ କାହାକୁ ଦେଖିଲି? ଆର୍ୟବୀର କିଛି କହିଲେ ନାହିଁ। ସେ କେବଳ ନନ୍ଦିନୀଙ୍କ ହାତ ଛାଡ଼ିଦେଲେ। କିନ୍ତୁ ହାତ ଛାଡ଼ିବା ପୂର୍ବରୁ ଦୁହେଁଙ୍କ ଆଖି ମିଶିଗଲା। ପ୍ରଥମ ଥର ପାଇଁ ନନ୍ଦିନୀ ଅନୁଭବ କଲେ ଏହି କଠୋର ମଣିଷର ଭିତରେ ଗଭୀର ଯନ୍ତ୍ରଣା ଲୁଚିଛି। ଆଉ ଆର୍ୟବୀର ମଧ୍ୟ ବୁଝିଗଲେ, ନନ୍ଦିନୀ କେବଳ ରହସ୍ୟ ଖୋଜିବାକୁ ଆସିନାହାନ୍ତି। ତାଙ୍କ ଆସିବା ପଛରେ ଭାଗ୍ୟର ଆଉ କିଛି ଯୋଜନା ଅଛି, କିନ୍ତୁ ସେମାନେ ଜାଣୁନଥିଲେ। ରାଜବାଟୀର ଅନ୍ଧାର କୋଠରୀରୁ କେହି ଜଣେ ସେମାନଙ୍କୁ ଚୁପଚାପ ଦେଖୁଥିଲା। ତାଙ୍କ ହାତରେ ଥିଲା ସେହି ରକ୍ତ ଲାଗିଥିବା ଡାଏରୀ। ଆଉ ସେ ଧୀରେ କହିଲା, ପ୍ରେମ ଆରମ୍ଭ ହୋଇଗଲା। ଏବେ ଖେଳ ମଧ୍ୟ ଆରମ୍ଭ ହେବ। ଦୁହେଁ ବଗିଚାରେ ଚାଲି ଚାଲି କଥା ହେଉଥିଲେ। ପ୍ରଥମ ଥର ପାଇଁ ଆର୍ୟବୀର ହସିଲେ। ପ୍ରଥମ ଥର ପାଇଁ ନନ୍ଦିନୀଙ୍କ ମନରେ ତାଙ୍କ ପାଇଁ ଏକ ଅଜଣା ଅନୁଭବ ଜାଗିଲା। ଠିକ୍ ସେତେବେଳେ ରାଜବାଟୀର ପୁରୁଣା ଘଣ୍ଟ ନିଜେ ନିଜେ ବାଜିବାକୁ ଲାଗିଲା। ଢଂ ଢଂ ଢଂ। ଜଣେ ବୃଦ୍ଧ ଚାକର ଦୌଡ଼ି ଆସି କହିଲେ, ଛୋଟ ମାଲିକ, ପଛ କୋଠରୀର ତାଲା ଭାଙ୍ଗି ଯାଇଛି। ଆର୍ୟବୀରଙ୍କ ମୁହଁ ପୁଣି ଗମ୍ଭୀର ହୋଇଗଲା। ସମସ୍ତେ ଦୌଡ଼ି ସେଠାକୁ ପହଞ୍ଚିଲେ। କୋଠରୀ ଭିତରେ ଧୂଳିରେ ଗୋଟିଏ ତାଜା ପାଦଚିହ୍ନ ଦେଖାଯାଉଥିଲା। କିନ୍ତୁ ସବୁଠାରୁ ଭୟଙ୍କର କଥା, ରକ୍ତ ଲାଗିଥିବା ଡାଏରୀର ଗୋଟିଏ ପୃଷ୍ଠା ଛିଣ୍ଡା ହୋଇଯାଇଥିଲା। ସେହି ପୃଷ୍ଠାର ସ୍ଥାନରେ ଏକ ନୂଆ କାଗଜ ରଖାଯାଇଥିଲା। ତାହାରେ ଲେଖାଥିଲା, ନନ୍ଦିନୀ, ତୁମ ବାପାଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ। ନନ୍ଦିନୀଙ୍କ ହାତରୁ କାଗଜଟା ଖସି ପଡ଼ିଲା। ସେ ଆର୍ୟବୀରଙ୍କ ମୁହଁକୁ ଚାହିଁ ରହିଲେ। ଆପଣ ଏସବୁ ପୂର୍ବରୁ ଜାଣିଥିଲେ କି? ଆର୍ୟବୀର କିଛି ମୁହୂର୍ତ୍ତ ଚୁପ୍ ରହିଲେ। ତାପରେ ଧୀରେ କହିଲେ, ହଁ, କିନ୍ତୁ ସତ୍ୟ କହିବାର ସମୟ ଏଯାଏଁ ଆସିନଥିଲା। ନନ୍ଦିନୀଙ୍କ ଆଖିରେ ଲୁହ ଆସିଗଲା। ତାହେଲେ ଆପଣ ମୋଠାରୁ ସତ୍ୟ ଲୁଚାଇଥିଲେ? ସେ ରାଗରେ ସେଠାରୁ ଚାଲିଗଲେ। ଆର୍ୟବୀର ତାଙ୍କୁ ଅଟକାଇଲେ ନାହିଁ, କାରଣ ସେ ଜାଣିଥିଲେ ଏହା କେବଳ ଭୁଲ ବୁଝାବୁଝିର ଆରମ୍ଭ। ଅସଲ ଝଡ଼ ଏବେ ବାକି ଥିଲା। ନନ୍ଦିନୀ ଆଶ୍ଚର୍ଯ୍ୟରେ ପଚାରିଲେ, ଆପଣ ମୋ ବାପାଙ୍କୁ ଜାଣୁଥିଲେ? ବୃଦ୍ଧ ମୁଣ୍ଡ ହଲାଇଲେ। ତୋ ବାପା ଏଇ ରାଜବାଟୀର ମ୍ୟାନେଜର ଥିଲେ। ସେ ଏକ ବଡ଼ ସତ୍ୟ ଜାଣିଯାଇଥିଲେ। ସେହି ସତ୍ୟ ପାଇଁ ତାଙ୍କ ଜୀବନ ଗଲା।
ସେ ସତ୍ୟ କ'ଣ? ବୃଦ୍ଧା କିଛି କହିବା ପୂର୍ବରୁ ଧାଟ୍କିନା ଗୁଳିର ଶବ୍ଦ ଶୁଣାଗଲା। ବୃଦ୍ଧା ନନ୍ଦିନୀଙ୍କ ସାମ୍ନାରେ ଲୋହୁଡ଼ି ପଡ଼ିଲେ। ନନ୍ଦିନୀ ଚିତ୍କାର କରି ଉଠିଲେ। ସେହି ସମୟରେ ଆରବୀର ଦୌଡ଼ି ଆସି ନନ୍ଦିନୀକୁ ଟାଣି ଏକ ପଥର ପଛକୁ ନେଇଗଲେ। ଆଉ ଗୋଟିଏ ଗୁଳି ସେମାନଙ୍କ ପାଖ ଦେଇ ଚାଲିଗଲା। କେହି ଆମକୁ ମାରିବାକୁ ଚାହୁଁଛି, ଆରବୀର କହିଲେ। ଦୂରରେ କଳା କପଡ଼ା ପିନ୍ଧିଥିବା ଜଣେ ଲୋକ ମୋଟର ସାଇକେଲରେ ପଳାଇଗଲା। ଆରବୀର ତାଙ୍କ ପଛରେ ଦୌଡ଼ିଲେ, କିନ୍ତୁ ସେ ପଳାଇଯିବାରେ ସଫଳ ହେଲା। ଫେରି ଆସି ସେ ଦେଖିଲେ ବୃଦ୍ଧଙ୍କ ହାତରେ ଗୋଟିଏ ଛୋଟ ଚାବି ଥିଲା। ସେ ମରିବା ପୂର୍ବରୁ କଷ୍ଟରେ କହିଲେ, ତଳ ଘର ତୃତୀୟ ଦ୍ୱାର। ଏତିକି ସେ କହି ଆଖି ବୁଜିଦେଲେ। ଆରବୀର ଚାବିଟି ଉଠାଇଥିଲେ। ନନ୍ଦିନୀଙ୍କ ଆଖିରେ ଲୁହ ଥିଲା। ସେ ଆରବୀରଙ୍କୁ ଚାହିଁ କହିଲେ, ମୁଁ ଆପଣଙ୍କୁ ବିଶ୍ୱାସ କରିବି, କିନ୍ତୁ ଆପଣ ମୋଠାରୁ ଆଉ କୌଣସି ସତ୍ୟ ଲୁଚାଇବେ ନାହିଁ। ଆରବୀର ପ୍ରଥମ ଥର ପାଇଁ ତାଙ୍କ ହାତ ଧରି କହିଲେ, ମୁଁ କଥା ଦେଉଛି, ଏଥର ସତ୍ୟ ଯେତେ ଭୟଙ୍କର ହେଉ, ଆମେ ସାଙ୍ଗେ ସାଙ୍ଗେ ସାମ୍ନା କରିବା। ଦୁହେଁ ଜାଣୁ ନ ଥିଲେ ରାଜବାଟୀରେ ତଳ ଘର ତୃତୀୟ ଦ୍ୱାର ପଛରେ ଏମିତି ଜଣେ ଲୋକ ବନ୍ଦ ଥିଲେ, ଯାହାକୁ ସମସ୍ତେ 25 ବର୍ଷ ପୂର୍ବରୁ ମୃତ ବୋଲି ବିଶ୍ୱାସ କରୁଥିଲେ। ଆରବୀର ଚାବିଟି ତାଲାରେ ଲଗାଇଲେ। କ୍ଲିକ୍। ଦ୍ୱାର ଧୀରେ ଧୀରେ ଖୋଲିଗଲା। ଭିତରେ ଥିଲା ଏକ ଛୋଟ ଘର। ଘରର ମଝିରେ ଥିଲା ଏକ ପୁରୁଣା କାଠର ଚୌକି। ଆଉ ସେହି ଚୌକିରେ ବସିଥିଲେ ଜଣେ ବୃଦ୍ଧ ଲୋକ। ତାଙ୍କ ଆଖି ଖୋଲା ଥିଲା। ନନ୍ଦିନୀ ଭୟରେ ପଛକୁ ହଟିଗଲେ, କାରଣ ସେହି ମୁହଁ ସେ ତାଙ୍କ ବାପାଙ୍କ ପୁରୁଣା ଫଟୋରେ ଦେଖିଥିଲେ। ଆରବୀର ଆଶ୍ଚର୍ଯ୍ୟରେ କହିଲେ, ଏହା କିପରି ସମ୍ଭବ? ବୃଦ୍ଧ ଲୋକଟି ଧୀରେ ଆଖି ଖୋଲିଲା। ସେ କହିଲେ, ଆର୍ୟ, ତୁମେ ବଡ଼ ହୋଇଗଲ। ଆରବୀରଙ୍କ ମୁହଁ ଫିକା ପଡ଼ିଗଲା। ଆପଣ କିଏ? ବୃଦ୍ଧ ଲୋକଟି ଲୁହଭରା ଆଖିରେ କହିଲେ, ମୁଁ ତୋ ବାପା। ଘର ଭିତରେ ନୀରବତା ଛାଇଗଲା। ଆରବୀର ପଛକୁ 2 ପାଦ ହଟିଗଲେ। ନା, ଏହା ମିଛ। ମୋ ବାପା 25 ବର୍ଷ ପୂର୍ବରୁ ମରିଯାଇଥିଲେ। ବୃଦ୍ଧ ଲୋକଟି କଷ୍ଟରେ ହସି କହିଲେ, ସମସ୍ତଙ୍କୁ ସେହି କଥା ବିଶ୍ୱାସ କରାଇଥିଲା, କିନ୍ତୁ ସତ୍ୟ ଅନ୍ୟ। ନନ୍ଦିନୀ ଆଗକୁ ଆସି ପଚାରିଲେ, ତାହେଲେ ମୋ ବାପାଙ୍କ ମୃତ୍ୟୁର ସତ୍ୟ କ'ଣ? ବୃଦ୍ଧ ଲୋକଟିଙ୍କ ଆଖିରେ ଭୟ ଦେଖାଗଲା। ସେ ଧୀରେ କହିଲେ, ତୋ ବାପାଙ୍କୁ ଯିଏ ମାରିଥିଲା, ସେ ଏବେ ମଧ୍ୟ ଏହି ରାଜବାଟୀରେ ଅଛି। ହଠାତ୍ ଉପର ମହଲାରେ ଗୋଟିଏ ଶବ୍ଦ ଆସିଗଲା। କେହି ଜଣେ କହିଲା, ସେମାନେ ସତ୍ୟ ଜାଣିଗଲେ। ଏବେ ସେମାନଙ୍କୁ ବଞ୍ଚିବାକୁ ଦିଆଯିବ ନାହିଁ। ଆରବୀର ଓ ନନ୍ଦିନୀ ପରସ୍ପରକୁ ଚାହିଁଲେ। ଏବେ ଏହା କେବଳ ରହସ୍ୟ ନୁହେଁ, ଏହା ଜୀବନ ଓ ମୃତ୍ୟୁର ଖେଳ। ତଳ ଘରେ ଭୟଙ୍କର ନୀରବତା ଥିଲା। ଆରବୀର ନିଜ ବାପାଙ୍କୁ ଚାହିଁ ଠିଆ ହୋଇଥିଲେ। ଯେଉଁ ମଣିଷକୁ ସେ ଛୋଟବେଳେ ହରାଇଥିବା ବୋଲି ଭାବୁଥିଲେ, ସେ ଆଜି ତାଙ୍କ ସାମ୍ନାରେ ଜୀବନ୍ତ। ଆପଣ ଏତେ ବର୍ଷ ଲୁଚି ରହିଥିଲେ କାହିଁକି? ଆରବୀରଙ୍କ କଥାରେ ରାଗ ଓ ଦୁଃଖ ମିଶିଥିଲା। ବୃଦ୍ଧ ଲୋକଟି ଧୀରେ କହିଲେ, କାରଣ ମୁଁ ମରିଯାଇଥିବା ନାଟକ କରିନଥାନ୍ତି, ତାହେଲେ ତୁମେ ମଧ୍ୟ ଆଜି ବଞ୍ଚିନଥାନ୍ତ। ନନ୍ଦିନୀ ଆଶ୍ଚର୍ଯ୍ୟରେ ପଚାରିଲେ, କିଏ ଏତେ ବଡ଼ ଷଡ଼ଯନ୍ତ୍ର କରିଥିଲା? ବୃଦ୍ଧ ଲୋକଟି କିଛି କହିବା ପୂର୍ବରୁ ହଠାତ୍ ଘର ଦ୍ୱାର ବନ୍ଦ ହୋଇଗଲା ଧଡ଼ାସେ। ସମସ୍ତେ ଚମକି ଉଠିଲେ। ବାହାରୁ ଏକ ପରିଚିତ ସ୍ୱର ଶୁଣାଗଲା, ଏତେ ବର୍ଷ ପରେ ମଧ୍ୟ ତୁମେ ମୋତେ ହରାଇ ପାରିଲ ନାହିଁ। ଆରବୀରଙ୍କ ଆଖି ବଡ଼ ହୋଇଗଲା। ସେହି ସ୍ୱର, ରାଜବାଟୀର ସବୁଠାରୁ ବିଶ୍ୱସ୍ତ ଲୋକ ଦେବେନ୍ଦ୍ର କାକାଙ୍କର। ଦେବେନ୍ଦ୍ର ବର୍ଷ ବର୍ଷ ଧରି ଏହି ପରିବାରର ସେବକ ଥିଲେ। ସମସ୍ତେ ତାଙ୍କୁ ଭରସା କରୁଥିଲେ। କିଛି ସମୟ ପରେ ଦ୍ୱାର ଖୋଲିଗଲା। ଦେବେନ୍ଦ୍ର ହାତରେ ବନ୍ଧୁକ ନେଇ ଭିତରକୁ ଆସିଲେ। ଆପଣ? ଦେବେନ୍ଦ୍ର ହସି କହିଲେ, ହଁ, ମୁଁ, ଯାହାକୁ ତୁମେ ସବୁଠାରୁ ବିଶ୍ୱସ୍ତ ଭାବୁଥିଲ। ଆରବୀର ରାଗରେ କହିଲେ, ତୁମେ ମୋ ପରିବାରକୁ ଧୋକା ଦେଲ। ଦେବେନ୍ଦ୍ର ହସିଲେ, ଧୋକା? ନା ଆରବୀର, ମୁଁ ମୋର ଅଧିକାର ଫେରାଇ ନେଉଥିଲି। ଏହି ରାଜବାଟୀ ମୋର ହେବା ଉଚିତ ଥିଲା। ସେହି ସମୟରେ ନନ୍ଦିନୀ ଧ୍ୟାନ ଦେଲେ। ଏହି ଲକେଟ୍ ଆପଣଙ୍କ ପାଖରେ କେମିତି? ନନ୍ଦିନୀ ପଚାରିଲେ। ଦେବେନ୍ଦ୍ରଙ୍କ ମୁହଁର ହସ ହଠାତ୍ ହଟିଗଲା। ସେ ସମୟରେ ନନ୍ଦିନୀ ଧ୍ୟାନ ଦେଲେ ଦେବେନ୍ଦ୍ରଙ୍କ ହାତରେ ସେହି ଲକେଟ୍ ଥିଲା, ଯାହା ଆରବୀର ସବୁବେଳେ ଲୁଚାଇ ରଖୁଥିଲେ। ଏହି ଲକେଟ୍ ଆପଣଙ୍କ ପାଖରେ କେମିତି? ନନ୍ଦିନୀ ପଚାରିଲେ। ଦେବେନ୍ଦ୍ରଙ୍କ ମୁହଁରେ ହସ ହଠାତ୍ ହଟିଗଲା। ସେହି ଲକେଟ୍ ଭିତରେ ଥିଲା ଏକ ଛୋଟ ଫଟୋ, ଯାହା ଦେଖି ଆରବୀର ନନ୍ଦିନୀ ଦୁହେଁ ଅବାକ୍ ହୋଇଗଲେ, କାରଣ ସେହି ଫଟୋରେ ଥିଲେ ନନ୍ଦିନୀଙ୍କ ବାପା ଓ ଦେବେନ୍ଦ୍ର ଏକା ସାଙ୍ଗରେ। ଏବେ ଏହି ରହସ୍ୟ ଆହୁରି ଗମ୍ଭୀର ହୋଇଗଲା। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ଥିଲା, ନନ୍ଦିନୀଙ୍କ ବାପା ଓ ଦେବେନ୍ଦ୍ରଙ୍କ ମଧ୍ୟରେ ସେହି ସମ୍ପର୍କ କ'ଣ? ସେ ତଳ ଘର ଅନ୍ଧାର ଘରେ ସମସ୍ତେ ନୀରବ ହୋଇ ଠିଆ ହେଲେ। ଦେବେନ୍ଦ୍ରଙ୍କ ହାତରେ ଥିବା ପୁରୁଣା ଫଟୋ ଦେଖି ନନ୍ଦିନୀଙ୍କ ମନରେ ହଜାର ପ୍ରଶ୍ନ ଉଠିଲା। ମୋ ବାପାଙ୍କ ସହ ଆପଣଙ୍କ ସମ୍ପର୍କ କ'ଣ ଥିଲା? ନନ୍ଦିନୀ କମ୍ପିତ ସ୍ୱରରେ ପଚାରିଲେ। ଦେବେନ୍ଦ୍ର କିଛି ମୁହୂର୍ତ୍ତ ଚୁପ୍ ରହିଲେ। ତାପରେ ହସି କହିଲେ, ତୋ ବାପା ମୋର ଶତ୍ରୁ ନଥିଲେ, ସେ ମୋର ସବୁଠାରୁ ବଡ଼ ବନ୍ଧୁ ଥିଲେ, କାରଣ ତୁମ ପରିବାର ମୋଠାରୁ ସବୁଠାରୁ କିଛି ଛଡ଼ାଇ ନେଇଥିଲା। ଠିକ୍ ସେତେବେଳେ ଆରବୀରଙ୍କ ବାପା ଧୀରେ କହିଲେ, ମିଛ କହନି ଦେବେନ୍ଦ୍ର, ସତ୍ୟ କହିବାର ସମୟ ଆସିଗଲା। ସେ ନନ୍ଦିନୀଙ୍କୁ ଚାହିଁ କହିଲେ, ତୋ ବାପା ଏହି ରାଜବାଟୀର ସମ୍ପତ୍ତି ଚୋରି କରିନଥିଲେ, ସେ ଏକ ଷଡ଼ଯନ୍ତ୍ର ଧରିନେଲେ। କେଉଁ ଷଡ଼ଯନ୍ତ୍ର? ଏହି ରାଜବାଟୀ ନକଲ ଉତ୍ତରାଧିକାରୀ ବିଷୟରେ। ଘର ଭିତରେ ନୀରବତା ଛାଇଗଲା। ଆରବୀର ଆଶ୍ଚର୍ଯ୍ୟରେ ପଚାରିଲେ, ନକଲି ଉତ୍ତରାଧିକାରୀ? ବୃଦ୍ଧ ଲୋକଟି ମୁଣ୍ଡ ହଲାଇଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତାହେଲେ ମୃତ୍ୟୁ ପଛରେ ଆପଣ କାହିଁକି? ଆରବୀର ପଚାରିଲେ। ଦେବେନ୍ଦ୍ରଙ୍କ ଆଖିରେ ରାଗ ଆସିଗଲା। ହଁ, 25 ବର୍ଷ ପୂର୍ବରୁ କେହି ଏହି ପରିବାରକୁ ନଷ୍ଟ କରିବାକୁ ଚାହୁଁଥିଲା। ତୋ ବାପା ସେହି ସତ୍ୟ ଜାଣିଥିଲେ। ଦେବେନ୍ଦ୍ର ହଠାତ୍ ରାଗରେ ଚିତ୍କାର କଲେ, ଚୁପ୍।
ସେ ବନ୍ଧୁକ ଉଠାଇଲେ, କିନ୍ତୁ ଗୁଳି ଚଳାଇବା ପୂର୍ବରୁ ଆରେବୀର ତାଙ୍କ ହାତ ଧରିନେଲେ। ଦୁହିଁଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହେଲା। ଏହି ସମୟରେ ନନ୍ଦିନୀ ଦେଖିଲେ ଦେବେନ୍ଦ୍ରଙ୍କ ପକେଟରୁ ଗୋଟିଏ ପୁରୁଣା କାଗଜ ତଳେ ପଡ଼ିଗଲା। ସେ କାଗଜଟି ଉଠାଇ ପଢ଼ିଲେ। ତାଙ୍କ ହାତ କମ୍ପିବାକୁ ଲାଗିଲା, କାରଣ ସେଥିରେ ଲେଖାଥିଲା ଆରେବୀର ହେଉଛନ୍ତି ଏହି ରାଜବାଡ଼ିର ଅସଲ ଉତ୍ତରାଧିକାରୀ ନୁହଁ। ନନ୍ଦିନୀ ଆଶ୍ଚର୍ଯ୍ୟରେ ଆରେବୀରଙ୍କୁ ଚାହିଁଲା। ତୁମେ ମୋ ପୁଅ, କିନ୍ତୁ ଏହି ରାଜବାଟୀର ଉତ୍ତରାଧିକାରୀ ହେବାର କାହାଣୀ ଅନ୍ୟ। 25 ବର୍ଷ ପୂର୍ବର କଥା ସେ କହିବାକୁ ଆରମ୍ଭ କଲେ। ସେହି ସମୟରେ ରାଜବାଟୀରେ ଜଣେ ଶିଶୁ ଜନ୍ମ ନେଇଥିଲା। ସେହି ଶିଶୁକୁ ନେଇ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିଲା। ତୁମକୁ ବଞ୍ଚାଇବା ପାଇଁ ମୁଁ ସମସ୍ତଙ୍କୁ ଏହି ସତ୍ୟରୁ ଦୂରେଇ ରଖିଥିଲି। ଆରେବୀରଙ୍କ ଆଖିରେ ଲୁହ ଆସିଗଲା। ସେ ଧୀରେ ବାହାରକୁ ଚାଲିଗଲେ। ନନ୍ଦିନୀ ତାଙ୍କ ପଛେ ପଛେ ଗଲେ। ରାଜବାଟୀର ବଗିଚାରେ ଆରେବୀର ଏକ ଠିଆ ହୋଇଥିଲେ। ମୁଁ ଭାବୁଥିଲି ମୋ ନାଁ, ମୋ ପରିଚୟ ସବୁ ମୋର, କିନ୍ତୁ ଆଜି ଲାଗୁଛି ମୁଁ କିଛି ନୁହେଁ। ନନ୍ଦିନୀ ତାଙ୍କ ପାଖକୁ ଆସି କହିଲେ, ପରିଚୟ ରକ୍ତରେ ନୁହେଁ, ମଣିଷର କାମରେ ଥାଏ। ଆପଣ ଯେଉଁ ଭଲ ମଣିଷ, ସେହି ହେଉଛି ଆପଣଙ୍କ ସତ୍ୟ। ଆରେବୀର ପ୍ରଥମ ଥର ପାଇଁ ନନ୍ଦିନୀଙ୍କ ସାମନାରେ ନିଜର ଦୁଃଖ ଦେଖାଇଲା। ତୁମେ କାହିଁକି ମୋ ପାଖରେ ରହୁଛ? ମୁଁ ତ ଏବେ ଜଣେ ସାଧାରଣ ମଣିଷ। ନନ୍ଦିନୀ ହସି କହିଲେ, ମୁଁ ଜମିଦାରଙ୍କୁ ନୁହଁ, ଆରେବୀରକୁ ଜାଣିଛି। ଦୁହିଁଙ୍କ ଆଖି ମିଶିଗଲା। ସେହି ମୁହୂର୍ତ୍ତରେ ପ୍ରଥମ ଥର ପାଇଁ ସେମାନଙ୍କ ମଧ୍ୟରେ ଥିବା ଦୂରତା ଶେଷ ହେଲା। କିନ୍ତୁ ରାଜବାଟୀ ଭିତରେ ଦେବେନ୍ଦ୍ର ଏକ ନୂଆ ଯୋଜନା କରୁଥିଲେ। ସେ ହସି କହିଲେ, ଆରେବୀର ନିଜ ପରିଚୟ ହରାଇଛି, ଏବେ ନନ୍ଦିନୀ ମଧ୍ୟ ନିଜ ପ୍ରେମ ହରାଇବ। କିନ୍ତୁ ଅନ୍ଧାର କରିଡରରେ କେହି ତାଙ୍କ ହାତ ଧରିନେଲା। ସେ ଭୟରେ ଚିତ୍କାର କରିବାକୁ ଯାଉଥିଲେ। ହଠାତ୍ ଶୁଣିଲେ ପରିଚିତ ସ୍ୱର, ଚୁପ୍, ମୁଁ ଆରେବୀର। ନନ୍ଦିନୀ ନିଶ୍ୱାସ ଛାଡ଼ିଲେ। ସେ ଧୀରେ କହିଲେ, ମୁଁ ସବୁ ଶୁଣିଛି। ଦେବେନ୍ଦ୍ର ଆମକୁ ଧୋକା ଦେଇଛି। ଆରେବୀର ତାଙ୍କୁ ଚାହିଁ ରହିଲେ। ତାଙ୍କ ମୁହଁରେ ରାଗ ନଥିଲା, କେବଳ ଚିନ୍ତା ଥିଲା, କେବଳ ଚିନ୍ତା ଥିଲା। ନନ୍ଦିନୀ, ଏବେ ଏହି ଖେଳ ଆଉ ବିପଜ୍ଜନକ ହୋଇଗଲା। ସେହି ମୁହୂର୍ତ୍ତରେ ଦୁହେଁ ବୁଝିଗଲେ ଏହା କେବଳ ରାଜବାଟୀର ସମ୍ପତ୍ତି ଲଢ଼େଇ ନୁହେଁ, ଏହା ସେମାନଙ୍କ ଜୀବନ ଓ ପ୍ରେମର ପରୀକ୍ଷା। ତାହେଲେ ଅସଲ ଉତ୍ତରାଧିକାରୀ କିଏ? ଓକିଲ ଦସ୍ତାବିଜ ଖୋଲି କହିଲେ, ଦେବେନ୍ଦ୍ରଙ୍କ ପୁଅ। ସମସ୍ତଙ୍କ ଦୃଷ୍ଟି ଦେବେନ୍ଦ୍ରଙ୍କ ଦିଗକୁ ଗଲା। ଦେବେନ୍ଦ୍ର ନକଲି ଦୁଃଖରେ କହିଲେ, ମୁଁ ମଧ୍ୟ ଏହି ସତ୍ୟ ଜାଣି ଦୁଃଖିତ, କିନ୍ତୁ ଆଇନ ଆଗରେ ଆମକୁ ମୁଣ୍ଡ ନୁଆଇବାକୁ ପଡ଼ିବ। ନନ୍ଦିନୀ ତାଙ୍କ କଥା ଶୁଣି ସନ୍ଦେହ କଲେ, କାରଣ ତାଙ୍କୁ ଲାଗୁଥିଲା ଏହି ଲୋକଟି ସତ୍ୟ ଲୁଚାଉଛି। ସେ ରାତିରେ ନନ୍ଦିନୀ ଦେବେନ୍ଦ୍ରଙ୍କ ଘର ପାଖରେ ଗଲେ। ଭିତରୁ କଥା ଶୁଣିଗଲା, ଦେବେନ୍ଦ୍ର କାହାକୁ କହୁଥିଲେ ଆଉ କିଛି ଦିନ ମଧ୍ୟରେ ରାଜବାଟୀ ମୋର ହେବ। ଆରେବୀରଙ୍କୁ ହଟାଇବା ସହଜ ହେଲା, କିନ୍ତୁ ସେ ଝିଅ ନନ୍ଦିନୀ ବିପଦ। ନନ୍ଦିନୀଙ୍କ ହୃଦୟ ଜୋରରେ ଧଡ଼କିବାକୁ ଲାଗିଲା। ସେ ଧୀରେ ପଛକୁ ହଟିବାକୁ ଲାଗିଲେ, କିନ୍ତୁ ହଠାତ୍ ତାଙ୍କ ପାଦ ଗୋଟିଏ ପାତ୍ରରେ ଲାଗିଗଲା। ଅକ୍ଷଣକିନା ଭିତରେ କଥା ହେବା ବନ୍ଦ ହୋଇଗଲା। କିଏ ଅଛ ବାହାରେ? ନନ୍ଦିନୀ ଦୌଡ଼ିବାକୁ ଲାଗିଲା। ରାଜବାଟୀର ପୁରୁଣା ପୁସ୍ତକ ଘରରେ ଆରେବୀର ଓ ନନ୍ଦିନୀ ଲୁଚି ବସିଥିଲେ। ବାହାରେ ଝଡ଼ ହେଉଥିଲା, କିନ୍ତୁ ତା'ଠାରୁ ବଡ଼ ଝଡ଼ ଥିଲା ସେମାନଙ୍କ ଜୀବନରେ। ନନ୍ଦିନୀ ଧୀରେ କହିଲେ, ଆରେବୀର, ଆମେ କେମିତି ପ୍ରମାଣ କରିବା ଯେ ଦେବେନ୍ଦ୍ର ମିଛ କହୁଛି? ଆରେବୀର ପୁରୁଣା ଫାଇଲଗୁଡ଼ାକୁ ଦେଖୁଥିଲେ। ମୋ ବାପା କହିଥିଲେ, ଏହି ରାଜବାଟୀର ପ୍ରତ୍ୟେକ ରହସ୍ୟରେ ଏକ ଚାବି ଅଛି। ଆମକୁ ସେହି ଚାବି ଖୋଜିବାକୁ ପଡ଼ିବ। ହଠାତ୍ ନନ୍ଦିନୀଙ୍କ ନଜରରେ ଗୋଟିଏ ପୁରୁଣା ଚିତ୍ର ଉପରେ ପଡ଼ିଲା। ଚିତ୍ରଟି ଥିଲା ରାଜବାଟୀର ପୁରୁଣା ପରିବାରର, କିନ୍ତୁ ଚିତ୍ରରେ ତଳେ ଥିଲା ଏକ ଛୋଟ ଲେଖା, ସତ୍ୟ ଲୁଚିଛି ଯେଉଁଠି ରକ୍ତରେ ନୁହେଁ, ହୃଦୟର ସମ୍ପର୍କ ଅଛି। ନନ୍ଦିନୀ ଭାବିଲେ, ଏହାର ଅର୍ଥ କ'ଣ? ଆରେବୀର ଚୁପ୍ ରହିଲେ। କିଛି ସମୟ ପରେ ସେ କହିଲେ, ହୋଇପାରେ ମୋ ପରିଚୟ ରକ୍ତ ସହ ନୁହେଁ, କୌଣସି ଅନ୍ୟ ସମ୍ପର୍କ ସହ ଜଡ଼ିତ। ସେହି ସମୟରେ ନନ୍ଦିନୀ ତାଙ୍କ ହାତ ଧରିଲେ। ଆପଣ ଯେଉଁ ହୁଅନ୍ତୁ ମୋ ପାଇଁ ଆପଣ ସେହି ଆରେବୀର ଯିଏ ମୋତେ ବିପଦରୁ ବଞ୍ଚାଇଛନ୍ତି। ଆରେବୀର ପ୍ରଥମ ଥର ପାଇଁ ହସିଲେ। ତୁମେ ଜାଣିଛ କି, ଏହି ରାଜବାଟୀକୁ ଆସିବା ପରେ ମୋ ଜୀବନରେ ସବୁଠାରୁ ବଡ଼ ସତ୍ୟ ମିଳିଛି। ନନ୍ଦିନୀ ପଚାରିଲେ, କ'ଣ? ଆରେବୀର କହିଲେ, ତୁମେ। ଦୁହିଁଙ୍କ ଆଖିରେ ଏକ ନୂଆ ଭାବନା ଥିଲା, କିନ୍ତୁ ସେହି ମୁହୂର୍ତ୍ତ ଅଧିକ ସମୟ ରହିଲା ନାହିଁ। ହଠାତ୍ ଘରର ଦ୍ୱାର ଖୋଲିଗଲା। ବୃଦ୍ଧ ଚାକର ଦୌଡ଼ି ଆସି କହିଲେ, ଛୋଟ ମାଲିକ, ବଡ଼ ବିପଦ। କ'ଣ ହେଲା? ଦେବେନ୍ଦ୍ର ମହାଶୟ ସମସ୍ତ ଗାଁ ଲୋକଙ୍କୁ ଡାକିଛନ୍ତି। ସେ କହୁଛନ୍ତି ଆପଣ ନକଲି ଉତ୍ତରାଧିକାରୀ। ଆଜି ରାତିରେ ସେ ରାଜବାଟୀକୁ ନିଜ ନାମରେ କରିନେବେ। ଆରେବୀର ଉଠି ଠିଆ ହେଲେ। ତାଙ୍କ ଆଖିରେ ଏବେ ଭୟ ନଥିଲା। ଏଥର ମୁଁ ପଳାଇବି ନାହିଁ, ସତ୍ୟ ପାଇଁ ଲଢ଼ିବି। ନନ୍ଦିନୀ ମଧ୍ୟ ତାଙ୍କ ପାଖରେ ଠିଆ ହେଲେ, କିନ୍ତୁ ସେମାନେ ଜାଣୁନଥିଲେ କି ଦେବେନ୍ଦ୍ରଙ୍କ ପାଖରେ ଏମିତି ଏକ ପ୍ରମାଣ ଥିଲା, ଯାହା ଦେଖିଲେ ଆରେବୀର ନିଜ ନିଜକୁ ବି ପ୍ରଶ୍ନ କରିବେ। ଆରେବୀର ସେଦିନ ରାତିରେ ତା ବାପାଙ୍କ ପାଖକୁ ଗଲା, ଆଉ କହିଲା, ମୋତେ ସତ କଥା କୁହ, କ'ଣ ରହସ୍ୟ ରହିଛି ଏ ରାଜବାଟୀର ଉତ୍ତରାଧିକାରୀରେ? ତା ବାପା କହିଲେ, ଶୁଣ, କ'ଣ ହୋଇଥିଲା 25 ବର୍ଷ ତଳେ। ନନ୍ଦିନୀ ବାପା ଏ ଘରେ ମ୍ୟାନେଜର ହିସାବରେ କାମ କରୁଥିଲେ। ସେ ମୋର ସବୁ ବ୍ୟବସାୟରେ କାମ କରିଦିଅନ୍ତି। ମୋତେ କିଛି କଷ୍ଟ କରିବାକୁ ପଡ଼େନି। ସେ ଦିନ ଆସି କହିଲା, ଆଜ୍ଞା, ମୋ ଭାଇ ବହୁତ କଷ୍ଟରେ ଚଳୁଛି। ଯଦି ଏଠି କିଛି କାମ ମିଳନ୍ତା, ତାହେଲେ ସେ ତା ପରିବାରକୁ ଚଳାଇ ପାରନ୍ତା। ମୁଁ କହିଲି, ହଉ ଦେଖେ, ଆମର କେଉଁଠି ଲୋକ ଦରକାର ସେଠି ରଖିନି। ତାକୁ ସେ ଆମର ଗାଈଗୋରୁ ସେବା କରିବାକୁ ସେଥିରେ ରଖିଦେଲା। ସେ ସବୁବେଳେ ନନ୍ଦିନୀ ବାପା ଉପରେ ଚିଡ଼ୁଥିଲା। ମୁଁ କ'ଣ ପାଇଁ ତାକୁ ଏତେ ଭଲ ପାଉଛି? ତା ଦେହ ସହେ ନାହିଁ। ଦିନେ ସେ କ୍ଷୀର ଦୁହିଁକି ସେ କ୍ଷୀର ଚାକରାଣୀକି ଦେଲା, ଆଉ କହିଲା, ଆଜି ରାତିରେ ଯେମିତି ଏ ଖେଳ ପୁରା ଶେଷ। ଆଉ ଚାକରାଣୀ ତା କଥା ମାନୁଥିଲା, କାରଣ ସେ ତାକୁ ଭଲ ପାଉଥିଲା। ଆଉ ସେ କ୍ଷୀର ଗରମ କରିକି ରଖିଥିଲା। ରାତିରେ ମୁଁ ଖାଇକି ଟେଷ୍ଟ କଲାବେଳକୁ ଚାକରାଣୀ କ୍ଷୀର ଆଣି ମୋ ରୁମ୍ରେ ଦେଲା।
କ୍ଷୀରରେ ବିଷ ମିଶାଇବାର ନନ୍ଦିନୀ ବାପା ଦେଖିଥିଲେ। ମୁଁ ଫ୍ରେଶ୍ ହେଇକି ଆସିଲା ବେଳକୁ ମୁଁ ଦେଖେ ତ ସେ କ୍ଷୀର ପିଉଛି। ମୁଁ ତାକୁ ପଚାରିବାରୁ ସେ ମୋତେ କହିଲା, ଏ କ୍ଷୀରରେ ବିଷ ମିଶିଛି, ଏ ଚାକରାଣୀ ମିଶେଇଛି। ତୁ କ'ଣ ପାଇଁ ପିଇଲୁ? ଆଜ୍ଞା, ମୁଁ ଆପଣଙ୍କ ନମକ ଖାଇଛି। ଏତିକି କରିପାରିବିନି? ଖାଲି ମୋ ଝିଅ ଲାଗିଲା ଆଜ୍ଞା। ମୁଁ ତା ଝିଅକୁ ତା ମାଉସୀ ଘରକୁ ପଠେଇଦେଲି। ସେଠି ତା ବାପା ଶେଷ ସମୟରେ ଗୋଟେ ଚିଠି ଦେଇଥିଲା। ସେଟା ତାକୁ ଦେଇ ସବୁଦିନ ପାଇଁ ମୁଁ ନିଜକୁ ବନ୍ଦୀ କରିନେଲି ଆଉ ମରିଯାଇଛି ବୋଲି ଘୋଷଣା ହେଇଗଲା। ଯେଉଁ ମଉସା ମରିଗଲେ ସେ ମୋର କେୟାର ଲୁଚିକି କରନ୍ତି। ହେଲେ ବାପା, ସେ ମୋତେ କାହିଁକି ମାରିଲାନି? କାରଣ ତୋତେ 25 ବର୍ଷ ନହେଲେ ଯାଇ ସେ ସମ୍ପତ୍ତିକୁ ନେଇପାରିବନି। ମୋ ପେପରରେ ଲେଖା ହେଇଛି। କିନ୍ତୁ ବାପା, ଓକିଲ କହୁଥିଲେ ତ ମୁଁ ଉତ୍ତରାଧିକାରୀ ନୁହେଁ। ସେ ମିଛ କହୁଛି। ତୁ ଅସଲ ଉତ୍ତରାଧିକାରୀ। ମୋ ରୁମ୍ରେ ଖଟ ତା ପଛପଟେ ଗୋଟେ ଗୁପ୍ତ ଟ୍ରେଜେରୀ ରଖିଛି। ତୁ ଯା ଦେଖ। ଆର୍ୟବୀର କହିଲା, ବାପା, ଯଦି ଏସବୁ ସତ, ମୁଁ ତାକୁ ଛାଡ଼ିବିନି। ଏଣେ ନନ୍ଦିନୀ ଆଖିରେ ନିଦ ନଥାଏ। ସେ ଆର୍ୟବୀରକୁ ଦେଖି ତା ପଛରେ ଗଲା। କ'ଣ କରୁଛ ଆର୍ୟବୀର? ନନ୍ଦିନୀ, ଆମ ସହ ଧୋକା ଚାଲିଛି। ମୋ ବାପାଙ୍କ ସହ କଥା ହେଇଛି। ସେ ସତ କଥା କହିଲେ। ଦେବେନ୍ଦ୍ର କ'ଣ କରିଛି ତମ ବାପା ଆଉ ମୋ ବାପାଙ୍କ ସହ? ତମେ ଆଉ ଏ ଖଟ କ'ଣ ପାଇଁ ଘୁଞ୍ଚାଉଛ? ୟା ପଛପଟେ ବାପାଙ୍କ ସିକ୍ରେଟ୍ ଟ୍ରେଜେରୀ ଅଛି, ଯେଉଁଥିରେ ଅସଲି ଦସ୍ତାବିଜ ଅଛି। ଆଉ ଏ ଦେଖ ନନ୍ଦିନୀ, ଏଥିରେ ପୁରା ଲେଖା ଅଛି ଏସବୁର ମାଲିକ ମୁଁ। ସେଟା ପରଦିନ ଭଲ ଓକିଲ ଡାକି ଏସବୁ ଦେଖେଇଲା। ଆଉ ସବୁ ଗାଁ ଲୋକ ବି ଜାଣିପାରିଲେ ସେ ଉତ୍ତରାଧିକାରୀ। ଆଉ ସମସ୍ତଙ୍କ ସାମ୍ନାରେ ସେ ପୋଲିସକୁ ଡାକି ଦେବେନ୍ଦ୍ରକୁ ଗିରଫ କଲା ପୋଲିସ। ଆଉ ଆର୍ୟବୀର ବାପାଙ୍କ ଚିକିତ୍ସା କରାଗଲା। ସେ ଭଲ ହେବା ପରେ ନନ୍ଦିନୀକୁ ତାର ଜୀବନସାଥୀ କରିବାକୁ କହିଲା। ବାପା ବି ରାଜି ହେଇଗଲେ ଆଉ ନନ୍ଦିନୀ ବି ରାଜି ହେଲା। ବହୁତ ଆଡ଼ମ୍ବରରେ ତାଙ୍କ ବାହାଘର ସମ୍ପୂର୍ଣ୍ଣ ହେଲା।